ନବୀନ କାର୍ଡ଼ ଆବେଦନ ଷ୍ଟାର୍ଟ ହୋଇଗଲାଣି। ଏହାର ଡେଟ୍ 6 ତାରିଖରେ ଥିଲା। 6 ତାରିଖରେ ଆବେଦନ କରିବାର ଥିଲା, କିନ୍ତୁ 6 ତାରିଖରେ ପୋର୍ଟାଲ ଠିକ୍ରେ ଚାଲିଲାନି, ଓପନ୍ ହେଲାନି। ତେଣୁକରି ଏହା 7 ତାରିଖରେ ଠିକ୍ ହୋଇଗଲା। କିନ୍ତୁ ଏହା ସହିତ BSKY ନବୀନ କାର୍ଡ଼ରେ ଗୋଟେ ଅପଡ଼େଟ୍ ମଧ୍ୟ ହୋଇଛି ଏହି ସମୟ ମଧ୍ୟରେ। କ'ଣ ଅପଡ଼େଟ୍ ହୋଇଛି ଆପଣମାନେ ଜାଣି ରଖନ୍ତୁ। ଏହା ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଅପଡ଼େଟ୍ଟି କ'ଣ ଏବେ ଜାଣିବା ଆଗରୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ ସିଲେକ୍ଟ କରନ୍ତୁ। ଏହା ସହିତ ଭିଡ଼ିଓକୁ ଗୋଟେ ଲାଇକ୍ କରନ୍ତୁ। ଏହି ନବୀନ କାର୍ଡ଼ ଏବେ ଆପ୍ଲାଏ ଚାଲିଛି। ଆଜି ହେଉଛି 7 ତାରିଖ। ଏହି ନବୀନ କାର୍ଡ଼ ଏବେ ଆପ୍ଲାଏ ଚାଲିଛି। ଏହା 16 ତାରିଖ ପର୍ଯ୍ୟନ୍ତ ଚାଲିବ। ଆପଣମାନେ ଯଦି ଏହି କାର୍ଡ଼କୁ କରିନାହାନ୍ତି ତେବେ ଏହି କାର୍ଡ଼କୁ କରାଇ ନିଅନ୍ତୁ। ଏହି କାର୍ଡ଼ରେ ଆପଣମାନଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ମିଳିବ। ଏହି ଟଙ୍କା ଗଭର୍ଣ୍ଣମେଣ୍ଟ ତରଫରୁ, ସରକାରଙ୍କ ତରଫରୁ ଆପଣଙ୍କର ଚିକିତ୍ସାରେ ଲାଗିବ। ଆପଣମାନଙ୍କୁ କୌଣସି ଟଙ୍କା ଦେବାକୁ ପଡ଼ିବନି। ଏହା ସରକାର ଏହି ଟଙ୍କା ଦେବେ। ଏହା ସହିତ ପୂର୍ବରୁ ଅପଡ଼େଟ୍ ଆସିଥିଲା, ଯେତେବେଳେ ଏହି BSKY ନବୀନ କାର୍ଡ଼ କରିବାକୁ କୁହାଗଲା, ପେପରରେ ବାହାରିଥିଲା ଯେ ଏଥିରେ ଯେଉଁମାନେ ସରକାରୀ ଚାକିରି କରିଛନ୍ତି ସେମାନେ ଏହି BSKY କାର୍ଡ଼ରେ ଏହି BSKY କାର୍ଡ଼କୁ କରିପାରିବେନି। କିନ୍ତୁ ଏବେ ଅପଡ଼େଟ୍ ଆସିଛି, ପାଣ୍ଡିଆନ କହିଛନ୍ତି ଯେ ଯେଉଁମାନେ ସରକାରୀ ଚାକିରି କରିଛନ୍ତି ସେମାନେ ମଧ୍ୟ ଏହି BSKY ନବୀନ କାର୍ଡ଼କୁ ଆପ୍ଲାଏ କରିପାରିବେ। ସେମାନେ ମଧ୍ୟ ଏହି BSKY କାର୍ଡ଼ର ଲାଭ ନେଇପାରିବେ। ଯଦି ଆପଣ ମଧ୍ୟ ସରକାରୀ ଚାକିରି କରିଛନ୍ତି ତେବେ ଜାଣି ରଖନ୍ତୁ, ଆପଣଙ୍କ ପାଇଁ ମଧ୍ୟ ଏହି କାର୍ଡ଼ ଉପଲବ୍ଧ ଅଛି। ତେଣୁକରି ଆପଣମାନେ ଏହି କାର୍ଡ଼କୁ ଆପ୍ଲାଏ କରନ୍ତୁ। ଆପଣଙ୍କର ସ୍ୱାସ୍ଥ୍ୟ ସେବାରେ ଲାଗିବ।